ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଆପଣମାନଙ୍କର ଯଦି କୌଣସି ବ୍ୟାଙ୍କରେ ଆକାଉଣ୍ଟ ଅଛି ଏବଂ ଦୀର୍ଘ ଦିନ ଧରି ଆପଣମାନେ ସେହି ବ୍ୟାଙ୍କରେ କୌଣସି ଟ୍ରାଞ୍ଜାକ୍ସନ୍ କରିନାହାନ୍ତି, ତାହେଲେ ବର୍ତ୍ତମାନ ଆପଣମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ରହିଛି। ତ ଆପଣମାନେ ସମସ୍ତେ ଜାଣିଥିବେ, ବ୍ୟାଙ୍କ ଆକାଉଣ୍ଟରେ ମଝିରେ ମଝିରେ ଆପଣମାନଙ୍କର କେୱାଇସି କରିବା ନିହାତି ଆବଶ୍ୟକ ହୋଇଥାଏ। କାରଣ କେୱାଇସି ନ କଲେ ସେଇ କଷ୍ଟମରଟି ବର୍ତ୍ତମାନ ଯାହାକି ଆକାଉଣ୍ଟ ଯେଉଁ ବ୍ୟକ୍ତିଙ୍କ ନାମରେ ଅଛି ବା ଆପଣମାନଙ୍କ ନାମରେ ଯେଉଁ ଆକାଉଣ୍ଟଟି ଅଛି, ଆପଣମାନଙ୍କର ସେଇ ଆକାଉଣ୍ଟକୁ କଣ୍ଟିନ୍ୟୁ କରିବା ପାଇଁ ହେଲେ କେୱାଇସି ମାଣ୍ଡାଟୋରି ହୋଇଥାଏ। ତେଣୁ ମଝିରେ ମଝିରେ ଆପଣମାନଙ୍କର ଯଦି କେୱାଇସି ଆପଣମାନେ କରୁନାହାନ୍ତି, ତାହେଲେ ଆପଣମାନଙ୍କ ଆକାଉଣ୍ଟଟି ଡିଆକ୍ଟିଭେଟ୍ ହେଇଯାଏ। ତେଣୁ ଯଦି ଆପଣମାନଙ୍କର ସେଇଭଳି କୌଣସି ଆକାଉଣ୍ଟ ଅଛି ଏବଂ ଦୀର୍ଘ ଦିନ ଧରି ଆପଣମାନେ ସେଥିରେ କିଛି ଟ୍ରାଞ୍ଜାକ୍ସନ୍ କରିନାହାନ୍ତି, ତାହେଲେ ଆପଣମାନେ ତାକୁ କେମିତି ଆକ୍ଟିଭ୍ କରିବେ? ଏହା ସହିତ ବର୍ତ୍ତମାନ ଆପଣମାନଙ୍କୁ ବିଭିନ୍ନ ପ୍ରକାର ବ୍ୟାଙ୍କରେ ଯୋଉଟାକି କେୱାଇସି କରିବା ପାଇଁ ନୋଟିସ୍ ପଠାଯାଉଛି। ଆପଣମାନଙ୍କର ମୋବାଇଲ ନମ୍ବରକୁ ହଉ ବା ପୋଷ୍ଟାଲରେ ମଧ୍ୟ ଆପଣମାନଙ୍କୁ ବର୍ତ୍ତମାନ କେୱାଇସି ରିଲେଟେଡ୍ ଯାହାକି ନୋଟିସ୍ ମଧ୍ୟ ଆସୁଛି। ତ ଯେଉଁ ନୋଟିସ୍ ଆପଣମାନଙ୍କୁ ଆସୁଛି, ତ ସେଇ ନୋଟିସ୍‌ରେ ଆପଣମାନଙ୍କୁ କ୍ଲିୟରଲି ମେନସନ୍ କରାଯାଉଛି ଯେ ଆପଣମାନଙ୍କର କେୱାଇସି ଆପଣମାନେ କରନ୍ତୁ, ଯାହାଦ୍ୱାରା କି ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟ କଣ୍ଟିନ୍ୟୁ ରହିବ। କାରଣ ବିଭିନ୍ନ ସମୟରେ ଆମର ବ୍ୟାଙ୍କରେ କେୱାଇସି ପ୍ରୋବ୍ଲେମ୍ ପାଇଁ ଟଙ୍କା ଡିପୋଜିଟ୍, ୱିଥଡ୍ରଲ୍ ଏବଂ ବିଭିନ୍ନ ପ୍ରକାର ଟ୍ରାଞ୍ଜାକ୍ସନ୍‌ରେ ପ୍ରୋବ୍ଲେମ୍ ହେଇଥାଏ। ତେଣୁ କେମିତି ଆପଣମାନେ ନିଜ ବ୍ୟାଙ୍କର କେୱାଇସି କରିବେ? ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍‌କୁ କ୍ଲିକ୍ କରି ଅଲ୍‌ରେ ସେଟ୍ କରିଦେବେ। ତ ବର୍ତ୍ତମାନ ଆର୍‌ବିଆଇ ବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ଆପଣମାନଙ୍କ ପାଇଁ ଗୋଟେ ନୋଟିସ୍ ମଧ୍ୟ ଆସିଛି। ତ ଦେଖିପାରୁଥିବେ ଏଠି ରହିଛି, ବାଧାହୀନ ବ୍ୟାଙ୍କିଙ୍ଗ ସେବା ପାଇଁ ନିଜର କେୱାଇସି ଅପଡେଟ୍ କରି ରଖନ୍ତୁ। ତେଣୁ ଯଦି ଆପଣମାନଙ୍କର କୌଣସି କେୱାଇସି ବିବରଣୀରେ ପରିବର୍ତ୍ତନ ହେଇନାହିଁ ବା ଆପଣମାନେ ଯଦି ପୂର୍ବରୁ ଯେଉଁ କେୱାଇସି ଆପଣମାନଙ୍କର ଥିଲା ବା ଡିଟେଲ୍ସ ଥିଲା, ଯେମିତିକି ଆପଣମାନଙ୍କର ନାମ, ଆପଣମାନଙ୍କ ରେସିଡେନ୍ସ, ମୋବାଇଲ ନମ୍ବର, ଏହିସବୁକୁ ଆମର କେୱାଇସି ବୋଲି କୁହାଯାଏ। କେୱାଇସିର ଅର୍ଥ ନୋ ୟୋର କଷ୍ଟମର, ଅର୍ଥାତ୍ ବ୍ୟାଙ୍କ ଆପଣମାନଙ୍କର ଏହି ପାଇଁ କେୱାଇସି କରିଥାଏ ଯେ ଯେଉଁ କଷ୍ଟମର ରହିଛନ୍ତି ତାଙ୍କର ଡାଟା ସବୁବେଳେ ଅପଡେଟ୍ ରହିଥାଏ। ତ ଯଦି ଆପଣମାନଙ୍କର କେୱାଇସିରେ କୌଣସି ପରିବର୍ତ୍ତନ ହେଇନାହିଁ, ତାହେଲେ ଆପଣମାନେ କେମିତି କେୱାଇସି କରିବେ? ତା ପାଇଁ ଦେଖନ୍ତୁ, ଆପଣମାନଙ୍କର ରି-କେୱାଇସି ପାଇଁ ଆପଣମାନଙ୍କର ଫର୍ମ ରହିଛି। ଅନଲାଇନ୍ ବ୍ୟାଙ୍କିଙ୍ଗର ମଧ୍ୟ ସୁବିଧା ରହିଛି। ଯେକୌଣସି ବ୍ୟାଙ୍କରେ ଆପଣମାନଙ୍କର ଆକାଉଣ୍ଟ ରହିଛି, ସେହି ବ୍ୟାଙ୍କର ଅନଲାଇନ୍ ବ୍ୟାଙ୍କିଙ୍ଗ ସର୍ଭିସ ମାଧ୍ୟମରେ ଆପଣମାନେ ନିଜର କେୱାଇସି କମ୍ପ୍ଲିଟ୍ କରିପାରିବେ। ଏହା ସହିତ ମୋବାଇଲ ବ୍ୟାଙ୍କିଙ୍ଗ, ଏଟିଏମ୍‌ରେ ମଧ୍ୟ ଆପଣମାନଙ୍କର କେୱାଇସି ଅପଡେଟ୍ ହେଉଛି। ତା ସହିତ ନିଜର ମୋବାଇଲ ନମ୍ବର ଏବଂ ଆପଣମାନଙ୍କର ବ୍ୟାଙ୍କରେ ପଞ୍ଜୀକୃତ ହୋଇଥିବା ଇମେଲ୍ କିମ୍ବା ବିଜନେସ୍ କରେସ୍ପଣ୍ଡେନ୍ସ ବା ଯୋଉଟାକୁ ବିସି ପଏଣ୍ଟ ଗୁଡ଼ିକ ରହିଛି, ସେଥିରେ ଆପଣମାନେ ସ୍ୱୟଂ ଆମର ଘୋଷଣାନାମା ଦାଖଲ କରନ୍ତୁ, ଯୋଉଟାକି କେୱାଇସି ପାଇଁ ନିହାତି ଆବଶ୍ୟକ। ଏହା ସହିତ ଯଦି ଆପଣମାନେ କେୱାଇସିରେ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି, ଯେମିତିକି ପୂର୍ବରୁ ଆପଣମାନଙ୍କର ଯେଉଁ ନାଁଟି ଥିଲା ବା ଆପଣମାନଙ୍କର ଯେଉଁ ମହିଳାମାନଙ୍କର ବିଶେଷ କରି ମ୍ୟାରେଜ୍ ପରେ ତାଙ୍କ ନାଁଟି ପରିବର୍ତ୍ତନ ହେଇଥାଏ। ତେଣୁ ନାଁ ପରିବର୍ତ୍ତନ ହେଲେ ଆପଣମାନଙ୍କର ମଧ୍ୟ କେୱାଇସି କରିବା ପାଇଁ ପଡ଼େ। ତେଣୁ ତା ପାଇଁ ଆବଶ୍ୟକ ଡକୁମେଣ୍ଟ ଯୋଉଟାକି ଆଧାର କାର୍ଡ଼, ମତଦାନ ପରିଚୟ ପତ୍ର ବା ଯାହାକୁ ଭୋଟର ଆଇଡି, ଏମ୍ ଏମ୍ ଏନ୍‌ଆର୍‌ଜିଏସ୍ ବା ଯୋଉଟାକୁ ଆମେ କହୁଛେ ଜବ୍ କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ନ୍ୟାସନାଲ୍ ପପୁଲେସନ୍ ରେଜିଷ୍ଟର ଦ୍ୱାରା ଆପଣମାନଙ୍କର ଯୋଉଟାକି ପଞ୍ଜୀକୃତ ବା କେୱାଇସି ଅପଡେଟ୍ କରିପାରିବେ। ତେଣୁ କେୱାଇସି ଅପଡେଟ୍ କରିବା ପାଇଁ ହେଲେ ଆପଣମାନଙ୍କୁ ଉଭୟ ଯୋଉଟାକି ଅଫଲାଇନ୍ ଏବଂ ଅନଲାଇନ୍‌ରେ ମଧ୍ୟ କରିପାରିବେ। ତେଣୁ କେୱାଇସି ଅପଡେଟ୍‌କୁ ନେଇ ବର୍ତ୍ତମାନ ଆପଣମାନଙ୍କୁ ଦେଖନ୍ତୁ ବିଭିନ୍ନ ବ୍ୟାଙ୍କ ତରଫରୁ ଯାହାକି ନୋଟିସ୍ ମଧ୍ୟ ଆସୁଛି। ତ ସେଇ ନୋଟିସ୍ ଯଦି ଆପଣମାନଙ୍କ ପାଖକୁ ଆସିଛି ବା ଆପଣମାନଙ୍କ ମୋବାଇଲକୁ ମଧ୍ୟ କେୱାଇସି ରିଲେଟେଡ୍ ମେସେଜ ବ୍ୟାଙ୍କ ତରଫରୁ ଆସିଛି। ମନେ ରଖନ୍ତୁ, ବିଭିନ୍ନ ସମୟରେ ବ୍ୟାଙ୍କରୁ ଗୋଟିଏ ଆପଣମାନଙ୍କର ମେସେଜ ମଧ୍ୟ ଆସିଥାଏ। କିନ୍ତୁ କେବେ ବି ଆପଣମାନଙ୍କର ଯଦି ଅନ୍‌ନୋନ୍ ଲିଙ୍କରେ ମଧ୍ୟ କେବେ କ୍ଲିକ୍ କରି ଆପଣମାନେ କେୱାଇସି ଅପଡେଟ୍ କରନ୍ତୁ ନାହିଁ। କାରଣ ବହୁ ସମୟରେ ଏଇଟା ମଧ୍ୟ ସାଇବର ଫ୍ରଡ୍ ମଧ୍ୟ ହଉଛି। ବିଭିନ୍ନ ସମୟରେ ସାଇବର ଅପରାଧୀମାନେ ଆପଣମାନଙ୍କ ମୋବାଇଲ ନମ୍ବରକୁ କଲ୍ କରି ବ୍ୟାଙ୍କର ସୂଚନା ଦେଇ ଆପଣମାନଙ୍କର କେୱାଇସି କରିବାକୁ କହି ଓଟିପି ନେଇଥାନ୍ତି। ତେଣୁ ବ୍ୟାଙ୍କ କେବେ ବି ଆପଣମାନଙ୍କୁ ଓଟିପି ମାଗିନଥାଏ କେୱାଇସି ରିଲେଟେଡ୍। ଯଦି ଆପଣମାନେ କେୱାଇସି କରିବା ପାଇଁ ଚାହୁଁଛନ୍ତି, ତାହେଲେ ବ୍ୟାଙ୍କକୁ ଯାଇ କେୱାଇସି ଫର୍ମ ସବମିଟ୍ କରିପାରିବେ। ନହେଲେ ଅନଲାଇନ୍‌ରେ ମଧ୍ୟ ଆପଣମାନଙ୍କର କେୱାଇସି ଫର୍ମ ସବମିଟ୍ କରିବାର ବ୍ୟବସ୍ଥା ଅଛି। ଆସନ୍ତୁ ମୁଁ ଆପଣମାନଙ୍କୁ 2ଟି ପ୍ରୋସେସ୍ ବତେଇବି। ଗୋଟିଏ ରହିଛି ଏସ୍‌ବିଆଇରେ ଆପଣମାନଙ୍କର ବିଶେଷ କରି ଏସ୍‌ବିଆଇରେ ଯେଉଁମାନଙ୍କର ଆକାଉଣ୍ଟ ଅଛି,
ସେମାନଙ୍କର କେମିତି କେୱାଇସି ହେଇପାରିବ। ୟାକୁ ନେଇ ଯେଉଁ ନୋଟିସ୍ ଆପଣମାନଙ୍କ ପାଖକୁ ଆସୁଛି, ତ ଦେଖିପାରୁଥିବେ ଏଇଭଳି ନୋଟିସ୍ ଯାଇକି ବର୍ତ୍ତମାନ ଆପଣମାନଙ୍କର SBI ଯେଉଁମାନଙ୍କ ପାଖରେ ଆକାଉଣ୍ଟ ଅଛି, ତାଙ୍କର ଏଇଭଳିଆ ନୋଟିସ୍ ଆସୁଛି। ଯେଉଁଥିରେ ଦେଖନ୍ତୁ କେୱାଇସି ରେଗୁଲେସନ୍ ପାଇଁ ଆପଣମାନଙ୍କୁ ଗୋଟେ ନୋଟିସ୍ ଦିଆଯାଉଛି। ତେଣୁ RBIର ଗାଇଡଲାଇନ୍ ଅନୁସାରେ ପିରିୟଡିକ୍ ଅପଡେସନ୍ ଅର୍ଥାତ୍ କିଛି ନିର୍ଦ୍ଦିଷ୍ଟ ସମୟ ପରେ ଆପଣମାନଙ୍କର କେୱାଇସି କରିବା ପାଇଁ ପଡ଼ିଥାଏ। ତେଣୁ କେୱାଇସି ଆପଣମାନଙ୍କର ଯେତେବେଳେ କରିବା ପାଇଁ ପଡ଼ୁଛି, ସେଠି ଆପଣମାନଙ୍କର ଡକୁମେଣ୍ଟ ହିସାବରେ ଯେଉଁଟାକି ମୁଁ କହିଲି, ଆପଣମାନେ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି ଏବଂ ଭ୍ୟାଲିଡ୍ ଆଧାର କାର୍ଡ଼ ଏଇସବୁ ନେଇ ଆପଣମାନଙ୍କର ନିଜର ଯେଉଁଟାକି କେୱାଇସି ଅପଡେଟ୍ କରିପାରିବେ। ଏବଂ ଯଦି ଆପଣମାନଙ୍କର ବ୍ୟାଙ୍କ ସହିତ ଆପଣମାନେ ପାନ୍ କାର୍ଡ଼ ଲିଙ୍କ କରିନାହାନ୍ତି, ତାହେଲେ ପାନ୍ କାର୍ଡ଼ ମଧ୍ୟ ଆପଣମାନେ ଲିଙ୍କ କରିବାର ଆବଶ୍ୟକତା ରହିଛି। ଏହା ସହିତ ଦେଖନ୍ତୁ କେୱାଇସି କରିବା ପାଇଁ ହେଲେ କୋଉ ପ୍ରୋସେସ୍ SBIରେ ରହିଛି। SBIରେ କେୱାଇସି କରିବା ପାଇଁ ଦେଖନ୍ତୁ ଏଠି ଆପଣମାନଙ୍କର 3ଟି ପ୍ରୋସେସ୍ ରହିଛି। 3ଟି ପ୍ରୋସେସ୍ ଆପଣମାନଙ୍କର ପ୍ରଥମ ରହିଛି କେୱାଇସି ଅପଡେଟ୍ ଆପଣମାନେ ଇନୋ ଥ୍ରୁରେ ବା ଆପଣମାନଙ୍କର ଆଧାର ଅଥେଣ୍ଟିକେସନ୍ ମାଧ୍ୟମରେ କରିପାରିବେ। ଯଦି ଆପଣମାନେ SBIର ଇନୋ ୟୁଜ୍ କରୁଛନ୍ତି, ଇନୋ SBI, ତାହେଲେ ଇନୋକୁ ଯାଇ ଲଗଇନ୍ ଅପସନ୍‌ରେ କ୍ଲିକ୍ କରିବେ। ତାପରେ ସର୍ଭିସ୍ ରିକ୍ୱେଷ୍ଟରେ କ୍ଲିକ୍ କରି ଅପଡେଟ୍ କେୱାଇସି ଅପସନ୍‌ରେ କ୍ଲିକ୍ କଲା ପରେ ଆପଣମାନଙ୍କର ଏଠି କେୱାଇସି ଯୋଉଟାକି ହେଇପାରିବ। ତା ପାଇଁ କେବଳ ଆପଣମାନଙ୍କର ଆଧାର ଓଟିପିର ଆବଶ୍ୟକତା ରହିଛି। ଏହା ସହିତ ଦେଖନ୍ତୁ କେୱାଇସି ଅପଡେଟ୍ ଆପଣମାନେ ସେଲ୍ଫ ଡିକ୍ଲାରେସନ୍ ଯଦି ଦଉଛନ୍ତି, ଯୋଉଥିରେ ଆପଣମାନେ ହ୍ୱାଟ୍ସଆପ୍‌ରେ କରିପାରିବେ, ATMରେ କରିପାରିବେ, INBରେ କରିପାରିବେ, ୟୋନୋରେ କରିପାରିବେ ବା ଆପଣମାନଙ୍କର କଣ୍ଟାକ୍ଟ ସେଣ୍ଟର ଯେମିତିକି BC ପଏଣ୍ଟ ଯଦି କୋଉଠି ଅଛି, ଆପଣମାନେ କରିପାରିବେ। ତ ହ୍ୱାଟ୍ସଆପ୍ ବ୍ୟାଙ୍କିଂରେ ଆପଣମାନେ କରିବା ପାଇଁ ଚାହୁଁଥିଲେ, SBIର ଯୋଉ ହ୍ୱାଟ୍ସଆପ୍ ବ୍ୟାଙ୍କିଂ ନମ୍ବର ରହିଛି 9022690226 ସେଇ ଅପସନ୍‌ରେ ଆପଣମାନେ କ୍ଲିକ୍ କରି ହାଇ କ୍ଲିକ୍ କରିବେ ଏବଂ ସେଠି ଆପଣମାନଙ୍କର କେୱାଇସି ଅପଡେଟ୍ କରିପାରିବେ। କେୱାଇସି ଅପଡେଟ୍ ପାଇଁ ATMରେ ଯଦି କରିବା ପାଇଁ ଚାହୁଁଛନ୍ତି, ବ୍ୟାଙ୍କିଂ ସର୍ଭିସ୍ ଆପଣମାନେ ATMକୁ ଯାଇ ବ୍ୟାଙ୍କିଂ ସର୍ଭିସ୍ ଅପସନ୍‌ରେ କ୍ଲିକ୍ କରି କେୱାଇସି ଅପଡେଟ୍ ମଧ୍ୟ ହେଇପାରିବ। ତେଣୁ ଦେଖନ୍ତୁ କେୱାଇସି ଅପଡେଟ୍ କରିବା ପାଇଁ ବହୁତ କିଛି ପ୍ରୋସେସ୍ ରହିଛି। ଏହା ସହିତ ଆଉ ଗୋଟିଏ ଆପଣମାନଙ୍କର ପ୍ରୋସେସ୍ ରହିଛି ଯୋଉଟାକୁ ଆମେ CKYC ବୋଲି କହୁଛୁ। ତେଣୁ SBIରେ CKYC କରିବା ପାଇଁ ହେଲେ ଆପଣମାନେ ଯଦି ୱାନ୍ ଟାଇମ୍ ଏଟା କେୱାଇସି ଅପଡେଟ୍ କରୁଛନ୍ତି, କୌଣସି ଫିଜିକାଲ୍ ଡକୁମେଣ୍ଟର ମଧ୍ୟ ଆବଶ୍ୟକତା ହେଇନଥାଏ। ତା ପାଇଁ ଆପଣମାନଙ୍କ ରେଜିଷ୍ଟର ମୋବାଇଲ ନମ୍ବରରୁ 7799022129ରେ କ୍ଲିକ୍ କରି CKYC ନମ୍ବର ଆପଣମାନେ ପାଇପାରିବେ। ଯୋଉଟାକି ପରବର୍ତ୍ତୀ ସମୟରେ ଆପଣମାନଙ୍କୁ କିଛି ଡକୁମେଣ୍ଟର ଆବଶ୍ୟକତା ହବ ନାହିଁ। ଏହା ସହିତ ଦେଖନ୍ତୁ HDFCରେ ମଧ୍ୟ ବର୍ତ୍ତମାନ ଏଇଭଳି ଭାବରେ ମେସେଜ ଗୁଡ଼ିକ ଆସିଛି, ଯୋଉଟାକି ଆପଣମାନଙ୍କର ଦେଖନ୍ତୁ କେୱାଇସି କରିବା ପାଇଁ HDFCରେ ଆପଣମାନଙ୍କର ଇମେଲ୍ ଥ୍ରୁରେ ମଧ୍ୟ ଆପଣମାନେ ଯଦି ବାହାରେ ରହୁଛନ୍ତି, ତାହେଲେ ବ୍ରାଞ୍ଚକୁ ନିଜର ସପୋର୍ଟିଭ୍ ଡକୁମେଣ୍ଟ ଆପଣମାନେ ଇମେଲ୍ କରିପାରିବେ ବା ଆପଣମାନେ ନିୟରେଷ୍ଟ ଯୋଉଟାକି ବ୍ରାଞ୍ଚ ରହିଛି, ସେ ବ୍ରାଞ୍ଚକୁ ଯାଇ ଆପଣମାନଙ୍କର ଭ୍ୟାଲିଡ୍ କେୱାଇସି ଡକୁମେଣ୍ଟ ଦେବେ, ଯାହାଦ୍ୱାରା କି ଆପଣମାନଙ୍କର କେୱାଇସି ହେଇପାରିବ ଏବଂ ସେଇ ଆକାଉଣ୍ଟଟି ଆପଣମାନେ ବର୍ତ୍ତମାନ ୟୁଜ୍ କରିପାରିବେ। ତ ଏଇଭଳି ଭାବରେ ଯଦି ଦୀର୍ଘ ଦିନ ଧରି ଆପଣମାନଙ୍କର କୌଣସି ବ୍ୟାଙ୍କରେ ଆକାଉଣ୍ଟ ଅଛି ଏବଂ ତାହା ବର୍ତ୍ତମାନ ଅଚଳ ବା ଡିଏକ୍ଟିଭ୍ ହେଇଯାଇଛି, ତାକୁ ଆକ୍ଟିଭ୍ କରିବା ପାଇଁ ହେଲେ ଆପଣମାନେ କେୱାଇସି କରିପାରିବେ। ତ ଯଦି ଆପଣମାନଙ୍କୁ ପର୍ଟିକୁଲାର କୋଉ ବ୍ୟାଙ୍କର କେୱାଇସି ଅପଡେଟ୍ ବିଷୟରେ ଭିଡ଼ିଓ ଜାଣିବାର ଅଛି, କମେଣ୍ଟ କରନ୍ତୁ। ଏହା ପରବର୍ତ୍ତୀ ଭିଡ଼ିଓରେ ଆମେ ଅନଲାଇନରେ କେମିତି କେୱାଇସି କରିବେ ବା ଅଫଲାଇନରେ କେୱାଇସି ଫର୍ମ କେମିତି ଫିଲ୍ଅପ୍ ହବ, ସେ ବିଷୟରେ ଆଉ ଗୋଟେ ଡେଡିକେଟେଡ୍ ଭିଡ଼ିଓ ଆପଣମାନଙ୍କ ସହିତ ସେୟାର କରିବି। ଧନ୍ୟବାଦ।